ମୁଁ କଟକର ଆଜୀବନ ବାସିନ୍ଦା ଶିଳ୍ପୀ ପ୍ରଣବ ଅଖଣ୍ଡ କହୁଛି। କଟକର ଦୁର୍ଗା ପୂଜାର ଯେଉଁ ଐତିହ୍ୟ ପରମ୍ପରା ରହିଛି ସେଇଟା ନିଆରା। ସେ ଜାଗାରେ ଗୋଟିଏ ବହୁତ ବଡ଼ ପ୍ରୋବ୍ଲେମ ତିଆରି ହେଇଥିଲା, ସେଟା ହଉଛି ଡିଜେ। ସେ ଡିଜେ ବାଜିକି ଏତେ ସାଉଣ୍ଡ ଦେଇକି ଡିଜେ ରାସ୍ତାରେ ବାହାରିବ, ସେଥିରେ ପିଲାମାନଙ୍କର, ବୁଢ଼ା ମାନଙ୍କର, ଅସୁସ୍ଥ ରୋଗୀ ମାନଙ୍କର, ଯେଉଁମାନେ ଆଖପାଖରେ ଘରେ ଅଛନ୍ତି ସେମାନଙ୍କୁ ବହୁତ ପ୍ରୋବ୍ଲେମ ହଉଥିଲା। ସେଇଟା ନେଇକି ହାଇକୋର୍ଟ ଯେଉଁ ରାୟ ଦେଇଛି ସେଟା ସ୍ୱାଗତଯୋଗ୍ୟ। ଏଥର ପ୍ରଶାସନ ଏବଂ ପୋଲିସ ତରଫରୁ ଯେଉଁ ଇଏ ନିଆ ହେଇଛି ସେଟା ବି ସ୍ୱାଗତଯୋଗ୍ୟ। କିନ୍ତୁ ସେଇଟା ଗ୍ରାଉଣ୍ଡ ଲେଭେଲରେ ସେଟା ହଉଛି କି ନାହିଁ ସେଇଟା ତଦାରଖ କରିବା ପାଇଁ ଗୋଟେ ନିହାତି ଆବଶ୍ୟକତା ରହିଛି। ହୁଏତ ଦେଖାଗଲା ଯେ କିଛି ଅଫିସର ଫଫିସର ମାନେ ଯେତେବେଳେ ଆସିଲେ ସେତେବେଳେ ଟିକେ କମ୍ କରିଦିଆଗଲା, ପୁଣି ଯେମିତି ସେମାନେ ପଳେଇଲେ ପୁଣି ତା ସାଉଣ୍ଡ ବଢେଇ ଦେଲେ। କେହି ତ ଦେଖିବାକୁ ନାହିଁ କି ଆମ ଘର ସାମ୍ନା ଦେଇକି ଗୋଟେ ପ୍ରସେସନ ଯାଉଛି, ଡିଜେ ବହୁତ ଜୋରରେ ବାଜିଲା, ଆମେ ହয়তো ଅବଜେକ୍ସନ କଲୁ କିମ୍ବା ଥାନାରେ କମ୍ପ୍ଲେନ କଲୁ, ସେମାନେ କହିବେ ନାଇଁ ନାଇଁ ଆମେ ତ କମ କରି ବଜାଉଥିଲୁ, ଆମ ସାଉଣ୍ଡ ଡେସିବଲ ଆମର ଠିକ ଥିଲା। ଆମେ କହିବୁ ନାଇଁ ନାଇଁ ବହୁତ ଥିଲା ଯୋଉଥିପାଇଁ ଆମକୁ ଅସୁବିଧା ହଉଥିଲା, ଯୋଉଥିପାଇଁ ଆମେ କଲୁ। କିନ୍ତୁ ତାର କିଛି ପ୍ରମାଣ କେମିତି ହବ? ସେଇଟାକୁ ପ୍ରମାଣ କେମିତି ଆମେ କରିପାରିବା? ସାଧାରଣ ପବ୍ଲିକ ସେଟାକୁ କେମିତି ପ୍ରମାଣ କରିପାରିବେ? ତା ପାଇଁ ଗୋଟେ ବାଟ ନିଶ୍ଚୟ ଖୋଜିବା ଦରକାର। ଏବଂ ସେଇଟା ଯଦି କରାଯାଇପାରିବ ତାହେଲେ କଣ ହବ ନା ଆମେ ଆମେ ଆମ କମ୍ପ୍ଲେନଟା ରେଜିଷ୍ଟର ହେଇପାରିବ ଏବଂ ତା ଉପରେ ଆକ୍ସନ ବି ନିଆଯାଇପାରିବ। ନହେଲେ ତ ଏଇଟା କେବେ ବି ସମ୍ଭବ ନୁହଁ ଯେ ଆମର ସେ ସାଉଣ୍ଡଟାକୁ ଆମେ କଣ୍ଟ୍ରୋଲରେ ଆଣିପାରିବା। କାହିଁକି ସେଟା ହବ? ସେମାନେ ନିଜେ ବି ବୁଝିବା ଦରକାର, ଯେଉଁମାନେ ବଜାଉଛନ୍ତି ତାଙ୍କ ଘରେ ପିଲା ଛୁଆ ଅଛନ୍ତି, ବୁଢ଼ା ମଣିଷ ଅଛନ୍ତି, ଅସୁସ୍ଥ ରୋଗ ଅଛନ୍ତି, ସେମାନେ କାହିଁକି ରାସ୍ତାରେ ଏଇ ଉତ୍ପାତଟା କରିବେ? ଏଇଟା ଡିଜେଟା ଗୋଟେ ଉତ୍ପାତ ଛଡା ଆଉ କିଛି ନୁହଁ। ଆମର ତ ବହୁତ ଘଣ୍ଟ ଅଛି ବା କେତେ ରକମର ବାଜା ଅଛି, ସବୁ କିଛି ନେଇକି ଆମେ ବାହାରିବା, ଆମ ନିଜର ଐତିହ୍ୟ ପରମ୍ପରାକୁ ବଜାୟ ରଖି କରିବା। ଆକୁ ଦରକାର ବି କିଛି ନାହିଁ, ଆଦୌ ଦରକାର ନାହିଁ। ଆମେ ତ କହିବୁ ଯେ ତାକୁ ଟୋଟାଲି ବନ୍ଦ କରିଦିଏ। ଟୋଟାଲି ଡିଜେ ବନ୍ଦ ହିଁ ହବା ଦରକାର। ଡିଜେର ଆବଶ୍ୟକତା କିଛି ବି ନାହିଁ। ଆମର କେତେ ରକମର ବାଦ୍ୟଯନ୍ତ୍ର ଅଛି, ଢୋଲକ ଅଛି, ପେଙ୍କାଳି ଅଛି, କେତେ ଆମର ଯୋଉ ପାରମ୍ପରିକ ବାଦ୍ୟଯନ୍ତ୍ର ସେଗୁଡା ନେଇକି ଆମ ପ୍ରସେସନ ଏତେ ଯୁଗ ଯୁଗ ଧରି ହେଇକି ଆସିଛି। ଯେତେବେଳେ ଡିଜେ ନଥିଲା ସେତେବେଳେ ପ୍ରସେସନ କଣ ହଉନଥିଲା? ସେତେବେଳେ ଆହୁରି ଭଲ ଲାଗୁଥିଲା। ସେମାନେ କିଛି କାମ ବି ପାଉଥିଲେ, ଯେଉଁମାନେ ବିଭିନ୍ନ ଗାଁରୁ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ସେମାନେ ଆସିକି ଏଇ ଯୋଉ ବାଜା ନେଇକି ଆସୁଥିଲେ ଏବଂ ବଜାଉଥିଲେ, ସେମାନେ କିଛି ଦୁଇ ପଇସା ରୋଜଗାର ବି କରିପାରୁଥିଲେ, ସେମାନେ କଟକରେ ଆସିପାରୁଥିଲେ। ଏ ଡିଜେ ଆସିକି ସେମାନଙ୍କର ରୋଜି ରୋଜଗାରଟା ବି ବନ୍ଦ କରିଦେଇଛନ୍ତି। ସେଟା କାହିଁକି ହବ? ସେଟା ହବା ଉଚିତ ନୁହଁ। ଡିଜେଟା ଗୋଟେ ଆମ ପାଇଁ ତ ନୁହଁ, ସେ କଲଚର ଆମର ନୁହଁ। ଡିଜେ ବଜିବ, ରାସ୍ତାରେ ନାଚିବେ, କୁଦିବେ, ମଦ ପିଇବେ, ଏଗୁଡାକ ଆମର କଲଚର ନୁହଁ। ସେଗୁଡାକ ଆମେ ନିହାତି ବନ୍ଦ କରିବା ଦରକାର। ପୋଲିସ ଶକ୍ତ ହାତରେ ଆକୁ ବନ୍ଦ କରିଦେବା ଦରକାର। ଆମେ ଯୁବପିଢିକୁ, କଟକବାସୀ ହିସାବରେ ଯୁବପିଢିକୁ ଏହା କହିବୁ ଯେ ସେମାନେ ନଜରଦାରୀ ରଖନ୍ତୁ। ସବୁ ସାହି ବସ୍ତିରେ ଯୋଉଠି ଯୋଉଠି ଆମର ଦୁର୍ଗା ପୂଜା ହଉଛି, ଯେତେ ଦୁର୍ଗା ପୂଜା ଆମର ଅନୁଷ୍ଠାନ ହେଇଛି, ରେଜିଷ୍ଟର ହେଇଛି, ସେମାନଙ୍କୁ ଶକ୍ତ ଭାବରେ ଆଇନ ଶକ୍ତ ଭାବରେ ତାଙ୍କୁ କୁହାଯାଉ ଯେ ସେମାନେ ଡିଜେ ବଜେଇ ପାରିବେନି। ଡିଜେକୁ ବାଦ ଦିଆଯାଉ। ବାଦ ଦେଇକି ଆମର ପାରମ୍ପରିକ ବାଦ୍ୟଯନ୍ତ୍ର ଉପରେ ନିର୍ଭର କରିକି ଢାକ, ଢୋଲ, ଘଣ୍ଟ ସବୁ ଅଛି, ତାକୁ ନେଇକି ଆମେ ପ୍ରସେସନ କରିବୁ। ଆମର ପରମ୍ପରାକୁ ଆମେ ଆଗେଇ ନେବୁ ଏବଂ ଏଇ ଯୋଉ ଅପସଂସ୍କୃତିକୁ ଆମେ ବିଦାୟ ଦେବୁ। ଏଇଟା ଆମର କଟକରେ ନିହାତି ହବା ଦରକାର। କଟକରେ ଯଦି ହବ ତାହେଲେ ସାରା ଓଡ଼ିଶାରେ ବି ଏଇଟା ହେଇପାରିବ ଏହାପରେ।